ଜୟ ଜଗନ୍ନାଥ ନମସ୍କାର। ଆଜି ଆମେ କଥା ହେବା ଏସ୍ଆଇଆର୍ କଣ ଓ କେବେ ଲାଗୁ ହେବ ଏହା ଆମ ଓଡ଼ିଶାରେ। ଏହାକୁ ନେଇ ଏତେ ଚର୍ଚ୍ଚା କାହିଁ ଦେଶ ସାରା ଓ ଓଡ଼ିଶାରେ ଏହାର ପ୍ରଭାବ କଣ ରହିବ? ଏସ୍ଆଇଆର୍ ହେଉଛି ନିର୍ବାଚନ କମିଶନଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ଏବଂ ବ୍ୟାପକ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା। ଏସ୍ଆଇଆର୍ ଅର୍ଥାତ୍ ସ୍ପେସିଆଲ ଇଣ୍ଟେନ୍ସିଭ୍ ରିଭିଜନ୍ ହେଉଛି ଭାରତର ନିର୍ବାଚନ କମିଶନଙ୍କ ଦ୍ୱାରା ଏକ ପ୍ରୟାସ। ଏହି ପ୍ରକ୍ରିୟାରେ ବିଏଲ୍ଓ ଯାହାକି ବୁଥ୍ ଲେଭେଲ୍ ଅଫିସର ଲୋକଙ୍କ ଘରେ ଘରେ ଯାଇ ନାମ, ଠିକଣା ଓ ଇପିକ୍ ସଂଖ୍ୟା, ବୟସ ଇତ୍ୟାଦି ପ୍ରମାଣୀକରଣ କରନ୍ତି ଏବଂ ପୁରୁଣା ତଥ୍ୟ ସହିତ ମେଳ କରନ୍ତି। ପ୍ରତ୍ୟେକ ବର୍ଷ ପରି ହେଉଥିବା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ପରି ଏହି ପ୍ରକ୍ରିୟା ନୁହେଁ, ଏହା ଠାରୁ ବି ବଡ଼। ଦେଖିବାକୁ ଗଲେ ଏବେ ସାରା ଭାରତରେ 12ଟି ରାଜ୍ୟରେ ବର୍ତ୍ତମାନ ଏହି ଏସ୍ଆଇଆର୍‌ର କାମ ଚାଲିଛି। ସେ ମଧ୍ୟରେ ହେଲା କେରଳ, ପଶ୍ଚିମବଙ୍ଗ, ତାମିଲନାଡୁ, ଉତ୍ତରପ୍ରଦେଶ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜରାଟ, ଗୋଆ ଓ କିଛି କେନ୍ଦ୍ରଶାସିତ ଅଞ୍ଚଳରେ ବି ଚାଲିଛି। ପ୍ରଥମେ ଏହାକୁ ବିହାରରେ ଲାଗୁ କରାଯାଇଥିଲା, ଯେଉଁଟାକି ବହୁତ ବିବାଦପୂର୍ଣ୍ଣ ଥିଲା। ବିହାରର ଇଲେକ୍ସନ ଆଗରୁ ଏଇଟା କରାଯାଇଥିଲା। ଏବେ ଜାଣିବା ଲୋକେ କାହିଁକି ଅସୁବିଧାରେ ପଡ଼ିଛନ୍ତି। ଏସ୍ଆଇଆର୍‌କୁ ନେଇକରି ଲୋକଙ୍କ ମନରେ ବହୁତ ଭୟ ଅଛି। 2002 ବର୍ଷର ପୁରୁଣା ତଥ୍ୟକୁ ନେଇ ଏହା ଭେରିଫିକେସନ୍ କରାଯାଉଛି ଓ ସେତେ ପୁରୁଣା ତଥ୍ୟ କାହା ପାଖରେ ଥିବ ଏହା କହିହେବ ନାହିଁ। ଓ ତା ଛଡ଼ା 2002ର ଡାଟା ଇଲେକ୍ସନ କମିଶନର ୱେବସାଇଟ୍‌ରେ ମଧ୍ୟ ସହଜରେ ମିଳିପାରି ନାହିଁ। ସେଥିପାଇଁ ଏହା ଏକ ବହୁତ ଜଟିଳପୂର୍ଣ୍ଣ ସମସ୍ୟା ରହିଛି ଇଲେକ୍ସନ କମିଶନ ଓ ବୁଥ୍ ଲେଭେଲ୍ ଅଫିସରଙ୍କ ପାଖରେ। ଯୁବ ମତଦାତା ଏନ୍ଆର୍‌ଆଇ ଯେଉଁମାନେ ବାହାରେ ରହନ୍ତି ଦେଶର, ସେମାନେ ସେ ଟାଇମ୍‌ରେ ମାଇନର୍ ଥିଲେ। ଏବେ ସେମାନେ ଯଦି ଭାରତକୁ ଆସିଛନ୍ତି, ତାଙ୍କର କିଛି ପୁରୁଣା ତଥ୍ୟ ନାହିଁ। ସେଇମାନଙ୍କୁ ଭେରିଫିକେସନ୍ କରିବା ପାଇଁ ବହୁତ ବଡ଼ ଚ୍ୟାଲେଞ୍ଜ ରହିଛି ଆମ ଇଲେକ୍ସନ କମିଶନଙ୍କ ପାଖରେ। ଓ ଏହା ଓଡ଼ିଶାରେ ଲାଗୁ ହେବ 2026 ମସିହା ସେପ୍ଟେମ୍ବର ଓ ଅକ୍ଟୋବର ମଧ୍ୟରେ। ଏବେ ଜାଣିବା ଏସ୍ଆଇଆର୍ ପ୍ରକ୍ରିୟା କେମିତି ହୁଏ। ବିଏଲ୍ଓ ବୁଥ୍ ଲେଭେଲ୍ ଅଫିସର ଘରକୁ ଯାଆନ୍ତି, ତାପରେ ଗୋଟିଏ ଫର୍ମ ଦେବେ, ଆପଣଙ୍କର ଠାରୁ କିଛି ତଥ୍ୟ ସେମାନେ ସଂଗ୍ରହଣ କରିବେ। ତାପରେ ଯେଉଁ 2002ର ପୁରୁଣା ଡାଟା ଅଛି ତାହା ସହିତ ମ୍ୟାଚିଂ କରି ଦେଖିବେ ଓ ଡ୍ରାଫ୍ଟ ଭୋଟର ଲିଷ୍ଟ ପ୍ରକାଶ କରିବେ। ଯଦି କିଛି ଭୋଟରର ନାମ କିମ୍ବା ବୟସ, ଗ୍ରାମ କିଛି ଭୁଲ ଅଛି, ତାହେଲେ ଫର୍ମ 8 ସହିତ ତାକୁ ସଂଶୋଧନ ମଧ୍ୟ ସହଜରେ କରିହେବ। ବୁଥ୍ ମେକିଂ ଅପଡେଟ୍ ଯାହାକି ଆମର ଭୋଟରକୁ ନେଇକି ଗୋଟିଏ ବୁଥ୍‌ର ମ୍ୟାପ୍ କରାଯାଏ କି କେତେ ଭୋଟର କେଉଁ ବୁଥ୍‌ରେ ଆସିବେ ତାହା ମ୍ୟାପିଂ କରାଯାଏ ଆଉ ଏହି ଭୋଟର ତାଲିକାକୁ ନେଇ ପ୍ରସ୍ତୁତ କରାଯାଏ। ନିର୍ବାଚନ ପୂର୍ବରୁ ଏହି ତାଲିକା ପ୍ରସ୍ତୁତ କରାଯିବ। ଏସ୍ଆଇଆର୍‌ର ସବୁଠାରୁ ବଡ଼ ପ୍ରଭାବ କାହା ଉପରେ ପଡ଼ିବ? ଯାହା ପାଖରେ ସଠିକ୍ ଭାରତୀୟ ନାଗରିକତାର ପ୍ରମାଣ ନଥିବ କିମ୍ବା ଯେଉଁମାନେ ସନ୍ଦେହଜନକ ଥିବେ ଆଉ ଯେଉଁମାନେ ଓଡ଼ିଶାକୁ ଅନୁପ୍ରବେଶ କରିଥିବେ। ଏହି ପ୍ରକ୍ରିୟାରେ କଡ଼ାକଡ଼ି ଭାବରେ ଡକୁମେଣ୍ଟ ସବୁ ଯାଞ୍ଚ କରାଯିବ। ଯଦି ଆପଣଙ୍କ ପାଖରେ କାଗଜପତ୍ର ସଠିକ୍ ଅଛି, ତେବେ ଆପଣଙ୍କୁ କୌଣସି ଭୟ କରିବାର କାରଣ ନାହିଁ। ଏବେ ଜାଣିବା ଆମେ ଏସ୍ଆଇଆର୍ ଦ୍ୱାରା ଆମକୁ କ'ଣ ଲାଭ ମିଳିବ। ପ୍ରଥମ, ଭୋଟର ତାଲିକା ସମ୍ପୂର୍ଣ୍ଣ ଭାବେ ତ୍ରୁଟିପୂର୍ଣ୍ଣ ହେବ। ମୃତ ବ୍ୟକ୍ତି ଓ ଡୁପ୍ଲିକେଟ୍ ଯେଉଁ ନାମଗୁଡ଼ାକ ଭୋଟର ଲିଷ୍ଟରେ ଆସୁଥିଲା, ତାହା ହଟିଯିବ। ଓଡ଼ିଶା ଓ ଗାଁ ଗହଳି ଆଦିବାସୀ ଅଞ୍ଚଳରେ ଘରକୁ ଘରକୁ ଯାଇ ଭେରିଫିକେସନ୍ କରାଯିବ। ଏହା ଫଳରେ ଯେଉଁମାନେ ଭୋଟ ଦେବାରୁ ବଞ୍ଚିତ ଥିଲେ, ସେମାନେ ଏବେ ଭୋଟ ଦେଇପାରିବେ। ଭାରତର ସମ୍ବିଧାନ ଅନୁଯାୟୀ କୌଣସି ବି ନାଗରିକ ଭୋଟ ଦେବାରେ ଯେମିତି ବଞ୍ଚିତ ନ ରହୁ, ଏସ୍ଆଇଆର୍‌ର ଏହା ଏକ